ଆଜିର ଭିଡ଼ିଓରେ 2025 ସୃଜନଶୀଳ ଲିଖନ ଚତୁର୍ଥ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସମୃଦ୍ଧ ଓଡ଼ିଶା ଗଠନରେ ମୋର ଭୂମିକା। ବିଦ୍ୟାଳୟମାନଙ୍କରେ ସୁରଭି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଏହି ସମୃଦ୍ଧ ଓଡ଼ିଶା ଗଠନରେ ମୋର ଭୂମିକା ସୃଜନଶୀଳ ଲିଖନଟି ପିଲାମାନେ ଅଭ୍ୟାସ କରି ପ୍ରତିଯୋଗିତାରେ ଭାଗ ନେଲେ ନିଶ୍ଚିନ୍ତ ସଫଳତା ପାଇବ, ଫାଷ୍ଟ ପ୍ରାଇଜ୍ ପାଇବ। ତେଣୁ ଭିଡ଼ିଓଟିକୁ କାଗଜରେ ସମ୍ପୂର୍ଣ୍ଣ ଲେଖି ଅଭ୍ୟାସ କରି ଭାଗ ନେବା ପାଇଁ ଚେଷ୍ଟା କର। ଆଉ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବ। ମୋର ଜନ୍ମଭୂମି ଓଡ଼ିଶା। ଓଡ଼ିଶାର ନାମ ଉଚ୍ଚାରଣରେ ମନରେ ଅପୂର୍ବ ଶାନ୍ତି ଓ ପ୍ରୀତିଜାତ ହୋଇଥାଏ। ଏହି ଜନ୍ମଭୂମିର ଗଠନରେ ଅନେକ ମହାପୁରୁଷଙ୍କ ଠାରୁ ଆରମ୍ଭ କରି ବାଳକ ଶହୀଦ ବାଜି ରାଉତ ଆଜି ଚର୍ଚ୍ଚିତ ତଥା ବିଶ୍ୱ ଦରବାରରେ ଗର୍ବିତ। ତେଣୁ ଏକ ନୂତନ ଓଡ଼ିଶା ଗଠନ ପାଇଁ ମୁଁ ମଧ୍ୟ ମୋ ଜୀବନକୁ ଉତ୍ସର୍ଗୀକୃତ କରିବାକୁ ପଛାଇବି ନାହିଁ। ଯେତେବେଳେ ଏକ ସମୃଦ୍ଧ ରାଜ୍ୟ କଥା ଆସେ, ସେତେବେଳେ ମନକୁ ଆସେ ମହାନ ସଂଗ୍ରାମୀ ଗୋପବନ୍ଧୁ ଦାସଙ୍କ କଥା। ସେ ଲେଖିଛନ୍ତି, ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ଆମ ରାଜ୍ୟ ଓଡ଼ିଶା ସୁଜଳା ସୁଫଳା ଶସ୍ୟ ଶ୍ୟାମଳାରେ ପରିପୂର୍ଣ୍ଣ। ମନ୍ଦିର ମାଳିନୀ ପବିତ୍ର ଭୂମିର ରାଜ୍ୟ ଓଡ଼ିଶା, ଯେଉଁ ମାଟି ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିପାରିଥିଲା, ଯେଉଁ ମାଟି ନିଜର ଉତ୍କର୍ଷ କଳା ପାଇଁ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛି, ସେ ମାଟି ଚିରକାଳ ମୋ ପାଇଁ ନମସ୍ୟ। ଓଡ଼ିଶାକୁ ଅଧିକରୁ ଅଧିକ ସମୃଦ୍ଧ କରିବା ପାଇଁ ଆମ ଭଳି ଛାତ୍ର ଓ ଛାତ୍ରୀମାନେ ଦୃଢ଼ ସଂକଳ୍ପବଦ୍ଧ ହେବା ଉଚିତ। ଏଥିରେ ମୋର ଅବଦାନ ରହିବ ଯେ ପରିବେଶ, ଶିକ୍ଷା ଏବଂ ଆମର ସାଂସ୍କୃତିକ ଐତିହ୍ୟକୁ କିପରି ଆଗକୁ ନେବା ପାଇଁ ଏହାର ଦାୟିତ୍ୱ। ଏକରେ ପରିବେଶର ସୁରକ୍ଷା, ସ୍ୱଚ୍ଛ ଏବଂ ସବୁଜ ଓଡ଼ିଶା। ପ୍ରଥମେ ମୁଁ ମୋର ଓଡ଼ିଶାକୁ ସ୍ୱଚ୍ଛ ଏବଂ ସବୁଜ କରିବାରେ ସାହାଯ୍ୟ କରିବି। ପ୍ଲାଷ୍ଟିକ ଏବଂ ବର୍ଜ୍ୟବସ୍ତୁ ଗୁଡ଼ିକ ଆମ ଗାଁ ଏବଂ ସହର ଗୁଡ଼ିକରେ ଏକ ବଡ଼ ସମସ୍ୟା ସୃଷ୍ଟି କରୁଛି। ମୁଁ ଆମ ବିଦ୍ୟାଳୟରେ ଏକ ପରିବେଶ କ୍ଲବ ସୃଷ୍ଟି କରିବି। ଆମର ଆଖପାଖ ଅଞ୍ଚଳରେ ଯେପରିକି ପାର୍କ, ନଦୀ କୂଳରେ ଏବଂ ଆମ ଗାଁ ଚାରିପଟେ ସପ୍ତାହରେ ଥରେ ରବିବାରରେ ସଫାଇ କାର୍ଯ୍ୟ କରିବୁ। ମୁଁ ଲୋକମାନଙ୍କୁ ଅନାବଶ୍ୟକ ଅଳିଆ ନ କରିବାକୁ ଏବଂ ପ୍ଲାଷ୍ଟିକ ବଦଳରେ କପଡ଼ା ବ୍ୟାଗ ବ୍ୟବହାର କରିବା ପାଇଁ କହିବି। ମୁଁ ସମସ୍ତଙ୍କୁ ବୁଝାଇ କହିବି ଯେ ସ୍ୱଚ୍ଛ ଓଡ଼ିଶା ହେଉଛି ଏକ ସୁସ୍ଥ ଓଡ଼ିଶା। ମୁଁ ଗଛ ଲଗାଇବି, ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରିବି ଏବଂ ପରିଶୁଦ୍ଧ ପରିବେଶ ପାଇଁ ସଚେତନ କରାଇବି। ଗଛ ହେଉଛି ଜୀବନର ଶ୍ୱାସ। ଏହି ସତ୍ୟକୁ ମୋର କାର୍ଯ୍ୟରେ ପ୍ରମାଣ କରିବି ଓ ଗୋଟିଏ ଗଛ ଗୋଟିଏ ଜୀବନ ସ୍ଲୋଗାନରେ ସମସ୍ତଙ୍କୁ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ଅନୁରୋଧ କରିବି। ଦୁଇରେ ଶିକ୍ଷା। ଶିକ୍ଷା ବିନା ମଣିଷ ଅନ୍ଧାରରେ ରହନ୍ତି। ଏହାକୁ ମନେ ରଖି ମୁଁ ନିଜେ ଶିକ୍ଷିତ ହେବି ଓ ଅନ୍ୟମାନଙ୍କୁ ଶିକ୍ଷାରେ ସହାୟତା କରିବି। ପ୍ରାଥମିକ ବିଦ୍ୟାଳୟରୁ କଲେଜ ପର୍ଯ୍ୟନ୍ତ ପିଲାମାନଙ୍କୁ ଅଧ୍ୟୟନ ପ୍ରତି ଆକର୍ଷିତ କରିବାକୁ ପ୍ରଚେଷ୍ଟା କରିବି। ମୁଁ ଜାଣେ ଯେ ଶିକ୍ଷା ଯେକୌଣସି ରାଜ୍ୟର ପ୍ରଗତି ପାଇଁ ମୂଳଦୁଆ। ମୁଁ ଆମ ବିଦ୍ୟାଳୟର ଦୁର୍ବଳ ଛାତ୍ର ଓ ଛାତ୍ରୀମାନଙ୍କୁ ସାହାଯ୍ୟ କରିବି। ମୁଁ ଛୋଟ ପିଲାମାନଙ୍କୁ କାହାଣୀ, ଖେଳ ମାଧ୍ୟମରେ ଶିକ୍ଷା ଦେବି, ଯାହାଦ୍ୱାରା ସେମାନେ ପଢ଼ିବାକୁ ଆଗ୍ରହ ସୃଷ୍ଟି କରିବେ। ମୁଁ ଏହା ନିଶ୍ଚିତ କରିବି, ଫଳରେ
ଏକ ଶିକ୍ଷିତ ସମାଜ ଆଉ ଏକ ସଶକ୍ତ ସମାଜ ହୋଇପାରିବ। 3 ନମ୍ବର, ଆମର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ। ମୁଁ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଏବଂ କଳାକୁ ବିଶ୍ୱରେ ପ୍ରସାର କରିବା ପାଇଁ କାମ କରିବି। ଆମର ରାଜ୍ୟର ଜଗନ୍ନାଥ ସଂସ୍କୃତି, ଓଡ଼ିଶୀ ନୃତ୍ୟ, ପଟ୍ଟଚିତ୍ର କଳା, ସାହିତ୍ୟ ଓ ବିଭିନ୍ନ ପ୍ରକାର କଳାକୁ ମୋର ଜୀବନରେ ପ୍ରାଣ ଭରି ପ୍ରଚାର କରିବି। ମୁଁ ଏକ ଚ୍ୟାନେଲ ଆରମ୍ଭ କରିବି ଯେଉଁଥିରେ ମୁଁ ଏହି କଳା ରୂପ ଏବଂ ଆମର ପରମ୍ପରା ବିଷୟରେ ଭିଡ଼ିଓ ତିଆରି କରିବି ଓ ମୋର ବଡ଼ମାନଙ୍କ ଠାରୁ କାହାଣୀ ଶୁଣିବି ଏବଂ ସେଗୁଡ଼ିକୁ ଡିଜିଟାଲ ଭାବରେ ରେକର୍ଡ଼ କରିବି, ଯାହା ଦ୍ୱାରା ଆମର ଭବିଷ୍ୟତ ପିଢ଼ି ସେଗୁଡ଼ିକୁ ଜାଣିପାରିବେ। ମୁଁ ବିଶ୍ୱାସ କରେ ଯେ ଏକ ମହାନ ରାଜ୍ୟ କେବଳ ବଡ଼ ସେତୁ ଏବଂ କୋଠା ଦ୍ୱାରା ନିର୍ମିତ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ଅଂଶଗ୍ରହଣ ଦ୍ୱାରା ନିର୍ମିତ ହୋଇଥାଏ। ଜଣେ ଛାତ୍ର ଭାବରେ ବା ଜଣେ ଦାୟିତ୍ୱବାନ ନାଗରିକ ହିସାବରେ ମୁଁ ମୋର ପରିବେଶକୁ ସଫା ରଖି, ଶିକ୍ଷାକୁ ପ୍ରୋତ୍ସାହିତ କରି ଏବଂ ମୋର ସଂସ୍କୃତିକୁ ସମ୍ମାନ କରି ମୋର ପ୍ରିୟ ଓଡ଼ିଶାକୁ ମହାନ କରିବାରେ ଯୋଗଦାନ କରିବି। ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ। ଏହି ସୃଜନଶୀଳ ଲିଖନଟି ସମ୍ପୂର୍ଣ୍ଣ ଅଭ୍ୟାସ କରିକି ଗଲେ ପ୍ରତିଯୋଗିତାରେ ନିଶ୍ଚିନ୍ତ ଭାବରେ ସଫଳତା ପାଇବ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କର। ଏତିକିରେ ରହିଲି। ଥ୍ୟାଙ୍କ ୟୁ।